ଥରେ ରାତିରେ ମୋ ଝିଅକୁ ମାରି ଦେଇଛନ୍ତି। ରାତି 4ଟା 10ରେ ମୋତେ ଫୋନ୍ କଲେ। ମୁଁ ଯାଇକି ଦେଖିଲା ବେଳକୁ ମୋ ଝିଅ ମରିଯାଇଛି। ଝିଅ ସାଙ୍ଗେ ସାଙ୍ଗେ ଗୋଟେ ଶିଶୁ ତାର ଥିଲା, ତାକୁ ଏବେ ମାରିଛନ୍ତି। ପୁଅ ଯିଏ ସେ ଆଉ ଗୋଟେ ଝିଅକୁ ଭଲ ପାଉଛି। ମୋ ଝିଅ ପ୍ରତିବାଦ କରିବାରୁ ତାକୁ ବାଡ଼େଇକି ମରା ହେଲା। ତାକୁ ଭଲ ପାଇକି ବାହା ହେଲା। ମୁଁ ଏବେ ରାଜି ହେଉନଥିଲି, ବାହାଘର କରେଇଲି ସାହି ପଡ଼ିଶା ସମସ୍ତେ କହିବାରୁ। ବାହାଘର 11 ମାସ ହେଇଛି। 11 ମାସଟି ହେଇଛି ଏଇ ପ୍ରକାର ଘଟଣା ଆଜ୍ଞା। ଆଉ କ'ଣ? ମୋ ଭଉଣୀକି ମର୍ଡର କରାଯାଇଛି। ପ୍ରି ପ୍ଲାନ୍ ମର୍ଡର ହେଇଛି। ବିବାହର ବର୍ଷେ ହେଇନି। 11/8/2025ରେ ବାହାଘର ହେଇଥିଲା। ମୋ ଭଉଣୀକି ସେମାନେ ମାରି ଦେଇଛନ୍ତି। ମୋ ଭଉଣୀକୁ ନ୍ୟାୟ ଦରକାର। ଯିଏ ଦୋଷୀ ତାକୁ ଦଣ୍ଡ ଦିଅ। ସିଏ ତ ମୋ କୋଳ ଶୂନ୍ୟ କରିଦେଲା। ମୋ ଭଉଣୀ ସହିତ ନିରୀହ ଜୀବନ ବି ସେ ଗୋଟେ ନେଇଗଲା। ଖୋର୍ଦ୍ଧା ସଦର ଥାନା ଅଞ୍ଚଳ ବାଜପୁର ଗ୍ରାମର ବାଣପୁର ସାହିରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶାଶୁ ଘର ଲୋକ ବୋହୂକୁ ମାରି ଦେଇଥିବାର ଆଜି ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ, ବୋହୂ ପେଟରେ ଗୋଟେ ଛୋଟ ଶିଶୁଟି ଥିଲା, ଯାହାକି ସିଏ ମଧ୍ୟ ଆଜି ମୃତ୍ୟୁବରଣ କରିଛି। ଏଭଳି ଏକ ଅକଥନୀୟ ଓ ନିର୍ଯାତନା ଘଟଣା ନେଇ ଆମ ପାଖରେ ଅଛନ୍ତି ଝିଅର ବାପା। ତାଙ୍କ ମୁହଁରେ ଆମେ ଶୁଣିବା ଘଟଣାଟି କିଭଳି ଭାବରେ ଥିଲା, କିଭଳି ଭାବରେ ତାଙ୍କ ଝିଅକୁ ମୃତ୍ୟୁବରଣ କରିଥିବାର ଆଜି ଅଭିଯୋଗ କରିଛନ୍ତି। ଆଜ୍ଞା, କେମିତି କ'ଣ ସବୁ ଘଟଣା ଥିଲା? ସାର୍ ରାତିରେ ମୋ ଝିଅକୁ ମାରି ଦେଇଛନ୍ତି। ରାତି 4ଟା 10ରେ ମୋତେ ଫୋନ୍ କଲେ। ମୁଁ ଯାଇକି ଦେଖିଲା ବେଳକୁ ମୋ ଝିଅ ମରିଯାଇଛି। ଝିଅ ସାଙ୍ଗେ ସାଙ୍ଗେ ଗୋଟେ ଶିଶୁ ତାର ଥିଲା, ତାକୁ ଏବେ ମାରିଛନ୍ତି। ଆଉ ମୋର ନ୍ୟାୟ ଦରକାର ହେଇଥିଲା। ମୁଁ ଚାହୁଁଛି ମୋର ନ୍ୟାୟ, ମୋ ପିଲା ଯେମିତି କଲବଲ ହେଇକି ମଲା, ବାସ୍ ମୁଁ ନ୍ୟାୟ ଚାହୁଁଛି। କେମିତି କାହିଁକି ମାରିଲେ, କାରଣ କ'ଣ? ଇଏ ତା ପୁଅ ଯିଏ ସେ ଆଉ ଗୋଟେ ଝିଅକୁ ଭଲ ପାଉଛି। ମୋ ଝିଅ ପ୍ରତିବାଦ କରିବାରୁ ତାକୁ ବାଡ଼େଇକି ମରା ହେଇଛି। ଆକୁ ତ ଭଲ ପାଇକି ବିବାହ ହେଇଥିଲେ ବୋଲି ହଁ, ଅଧା ଶୁଣିବାକୁ ମିଳୁଛି। ଆକୁ ଭଲ ପାଇକି ବାହା ହେଲା। ମୁଁ ଏବେ ରାଜି ହେଉନଥିଲି, ବାହାଘର କରେଇଲି ସାହି ପଡ଼ିଶା ସମସ୍ତେ କହିବାରୁ। ବାହାଘର 11 ମାସ ହେଇଛି। 11 ମାସଟି ହେଇଛି ଏଇ ପ୍ରକାର ଘଟଣା ଆଜ୍ଞା। ଆଉ କ'ଣ? ଘଟଣା କାଲି ଆପଣ କେତେବେଳେ ସବୁ ଶୁଣିଲେ? ମୁଁ 4ଟା 10ରେ ଶୁଣିଛି ଆଜ୍ଞା। ଆପଣ କ'ଣ ଦେଖୁଛନ୍ତି, କିନ୍ତୁ ପାରିପାର୍ଶ୍ୱିକ ଅବସ୍ଥା କ'ଣ ଦେଖୁଛନ୍ତି? କ'ଣ ବାଡ଼େଇକି ମାରିଥିବାର ହଁ, ନା ନାଇଁ ବାଡ଼େଇକି ମରା ହେଇଛି। ଏବେ କ'ଣ ଆପଣ ଚାହୁଁଛନ୍ତି କ'ଣ? ମୁଁ ନ୍ୟାୟ ଚାହୁଁଛି। ମୋ ପିଲାଟି ଦୁଃଖ କଲବଲରେ ମଲା, କଷ୍ଟରେ ମଲା। ମୁଁ ନ୍ୟାୟ ଚାହୁଁଛି। ଏବେ କ'ଣ ଯୋଉ ଆମର ଯିଏ ମାରିଛି, ଯୋଉ ପୁଅ ବୋଲି ଅଭିଯୋଗ, ତାଙ୍କ ପରିବାର କିଏ ସେମିତି କ'ଣ ହେପାଜତକୁ ଆଇଲେଣି? ପୋଲିସ ହେପାଜତକୁ ଆସିଲେଣି? ହଁ, ତାଙ୍କର ବାପା ଅଛନ୍ତି। ବାପା ସେ କ'ଣ କହୁଛନ୍ତି? ସିଏ କହୁଛନ୍ତି ଯେ ଫ୍ୟାନ୍ରେ ରସି ଲଗେଇକି ମରିଗଲା। ଯଦି ଫ୍ୟାନ୍ରେ ରସି ଲଗେଇକି ମରିଲା, ତମେ ଘରେ ଅଛ, ଗୋଟେ ପିଲା ମଲା, ତମେ କେମିତି ଜାଣିପାରିଲନି? ତମେ ପିଲାଟାକୁ ମାରି ଦେଇକି ମୋତେ ରାତି 4ଟା 10ରେ ଡାକୁଛ। ତାଙ୍କ ସ୍ୱାମୀ ବର୍ତ୍ତମାନ କ'ଣ, ଝିଅର ଯୋଉ ସ୍ୱାମୀ ବର୍ତ୍ତମାନ ସିଏ କୋଉଠି? ସେ ଥାନାରେ ଅଛନ୍ତି। ସିଏ ବର୍ତ୍ତମାନ କ'ଣ କହୁଛି, ତାଙ୍କୁ ପଚାରୁଥିଲେ? ସିଏ ଏଇଆ କହିଲେ ଯେ ଏ କଥାକୁ ମୁଁ ବିଶ୍ୱାସ କରୁନି। ଯିଏ ପିଲାକୁ ଦେଖିବ, ଆପଣ ମଧ୍ୟ ଏବେ କହିବେ ନାଇଁ ଏ ପିଲାକୁ ମରା ଯାଇଛି, ଇଏ ରସି ନୁହଁ। ଥାନାରେ ଅଭିଯୋଗ କଲେଣି ବୋଲି ଆଜ୍ଞା, ଚାହୁଁଛନ୍ତି କ'ଣ ତାକୁ? ମୁଁ ଚାହୁଁଛି ନ୍ୟାୟ ହଉ। ତେବେ ଆପଣ ଯାହା କହୁଥିଲେ, ତାଙ୍କର ଝିଅର ବାପା କହୁଥିଲେ ତାଙ୍କ ଝିଅକୁ ନିଶ୍ଚିତ ଭାବେ ତାଙ୍କୁ ମାରିଛନ୍ତି, ହତ୍ୟା କରିଛନ୍ତି। ଏବଂ ବଡ଼ ଦୁଃଖର ବିଷୟ, ପିଲାଟିର ମଧ୍ୟ ଆମର ତାଙ୍କର ଗର୍ଭରେ ମଧ୍ୟ ପିଲାଟେ ସନ୍ତାନଟି ଥିଲା, ସେ ମଧ୍ୟ ଆଜି ମୃତ୍ୟୁବରଣ କରିଛି। ଏବଂ ସେ ପାରିପାର୍ଶ୍ୱିକ ଅବସ୍ଥାକୁ ଯାହା ଦେଖିଲେ ବା ସେ କହିବା ଗତକାଲି ରାତିରେ ତାଙ୍କୁ ଡାକିଛନ୍ତି। ଯେତେବେଳେ ଭୋର 4ଟାରେ ଯାଇ ପହଞ୍ଚନ୍ତି, ତାଙ୍କ ଝିଅଟି ମରିକି ପଡ଼ିଛି। ଏବଂ ଏହି ଘଟଣାକୁ ନେଇକି ସେ ତାଙ୍କର ଯେଉଁ ଶ୍ୱଶୁର ଘର ଉପରେ ଅଭିଯୋଗ ଆଣିଛନ୍ତି, ସଦର ଥାନାରେ ଅଭିଯୋଗ କରିଛନ୍ତି। ଏବଂ ପୋଲିସ ମଧ୍ୟ ଯିଏ ପୁଅକୁ ତାଙ୍କୁ ନିଜ ହେପାଜତକୁ ନେଇଛନ୍ତି। ଏବଂ ବର୍ତ୍ତମାନ ଖୋର୍ଦ୍ଧା ଯେଉଁ ମୁଖ୍ୟ ଚିକିତ୍ସାଳୟ ପରେ ଶବ ବ୍ୟବଚ୍ଛେଦ ହେଉଛି, ଶବ ବ୍ୟବଚ୍ଛେଦ ପରେ ନିଜ ଗାଁକୁ ନେବେ। ତେବେ ଏ ସବୁ ଘଟଣାକୁ ଦେଖିଲେ ଜଣାପଡ଼ୁଛି ଯେ ପ୍ରିୟା ପ୍ରତି ଏ ଯେଉଁ ଘଟଣା ଘଟୁଛି, ତାରି ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହା। କାରଣ ପୁଅ ଅନ୍ୟକୁ ମଧ୍ୟ, ଆକୁ ମଧ୍ୟ ଭଲ ପାଇ ବିବାହ ହେଇଥିଲେ ମଧ୍ୟ ସେ ଅନ୍ୟ ଜାଗାରେ ଅନ୍ୟ ଗୋଟିଏ ଝିଅକୁ ମଧ୍ୟ ଭଲ ପାଇଥିବାର ମଧ୍ୟ ଏ ଘଟଣା ଯେଉଁ ଆସିଥିଲା, ତାକୁ ନେଇ ବର୍ତ୍ତମାନ ସନ୍ଦେହ ପଡ଼ିଥିଲା। ଏବଂ ଯାହାକୁ ନେଇ ଝିଅକୁ ସେଥିରେ ହତ୍ୟା କରିଥିବାର ବର୍ତ୍ତମାନ ଅଭିଯୋଗ ହେଉଛି। ତେଣୁ ପରିବାର ବର୍ଗ ଯାହା କହୁଛନ୍ତି, ବର୍ତ୍ତମାନ ଝିଅକୁ ଯେଉଁ ହତ୍ୟା କରାଯାଇଛି, ସେ ହତ୍ୟା ପଛର ପ୍ରକୃତ ନାୟକ କିଏ, ଯେଉଁମାନେ ବି ୟାକୁ ହତ୍ୟା କରିଛନ୍ତି, ତାଙ୍କୁ ଉଚିତ ଦଣ୍ଡ ଦିଆଯାଉ, ଆମ ଝିଅକୁ ନ୍ୟାୟ ମିଳୁ। ମୋ ନାଁ ଲିପ୍ସା ମହାନ୍ତି। ମୋ ଭଉଣୀକି ମର୍ଡର କରାଯାଇଛି। ପ୍ରି ପ୍ଲାନ୍ ମର୍ଡର ହେଇଛି। ତାକୁ ନଣନ୍ଦ ନିର୍ଯାତନା ଦିଅନ୍ତି। ସେଥିପାଇଁ ମୋ ଭଉଣୀ ଆସିକି ଘରେ ଥିଲା 6 ମାସ ହେଲାଣି। ସେ 6 ମାସର ପ୍ରେଗନେଣ୍ଟ ବି ଥିଲା।
ଆଉ ସବୁବେଳେ ତାକୁ ପଇସା ପତ୍ରକୁ ନେଇକି ବି ଟେନସନ ଦିଅନ୍ତି, ଯୌତୁକ ନିର୍ଯାତନା ବି ଦିଅନ୍ତି, ସବୁ କରନ୍ତି। ଆଉ କାଲି ରାତିରେ ଫୋନ କରିକି ଆମକୁ କହିଲେ ଯେ ଆଉ ତମ ଝିଅ ଆଉ ନାହିଁ। ମୋ ବାପା ମା ଯେତେବେଳେ ଯାଇକି ଦେଖିଲେ କହିଲେ ତମ ଝିଅ ରସି ଲଗେଇ ଦେଇଛି। ମୋ ବାପା ମା ଗଲା ବେଳକୁ ସେମାନେ ରସିରୁ ଖୋଲିକି ରସି ନାହିଁ ସେ ରୁମ ରେ, ଲୁଗା ନାହିଁ, କିଛି ନାହିଁ। କହିଛି ମୋ ଭଉଣୀକି ମାରିଛନ୍ତି, ମତେ ନ୍ୟାୟ ଦରକାର। କେତେ ଦିନ ହେଲା ବିବାହ ହେଇଥିଲା? ବିବାହରୁ ବର୍ଷେ ହେଇନି। 11/8/2025 ରେ ବାହାଘର ହେଇଥିଲା। ମୋ ଭଉଣୀକି ସେମାନେ ମାରି ଦେଇଛନ୍ତି। ଏବେ କଣ ଅଭିଯୋଗ କରୁଛନ୍ତି? ମୋ ଭଉଣୀକି ନ୍ୟାୟ ଦରକାର। ସେ ତାଙ୍କର କଣ ଅଭିଯୋଗ କୋଉଠି କରୁଛନ୍ତି? ଗୋଟେ ବଡ ଭଉଣୀ ପାଖରେ ତାର ଛୋଟ ଭଉଣୀ ତା ଛୁଆ, ମୋ କୋଳରୁ ମୋ ଛୁଆ ନେଇଯାଇଛନ୍ତି, ମୋ ବାପା ମାଙ୍କଠୁ ଛୁଆ ନେଇଯାଇଛନ୍ତି। ମତେ ନ୍ୟାୟ ଦରକାର। ପ୍ରେଗନେଣ୍ଟ ଥିଲା ସେ 6 ମାସର। ଏବେ ବର୍ତ୍ତମାନ ପୋଲିସ କଣ ଆସୁନି? ପୋଲିସ ବର୍ତ୍ତମାନ ତାକୁ ଜବତ କରିକି ରଖିଛି। ବର୍ତ୍ତମାନ ପୋଷ୍ଟମର୍ଟମ ଚାଲିଛି। ତା ସ୍ୱାମୀ କଣ ବର୍ତ୍ତମାନ କୋଉଠି ଅଛନ୍ତି? ସିଏ ମ୍ୟାମଙ୍କ ପାଖରେ ଅଛନ୍ତି। ଆଉ ତାଙ୍କର ବାପା ବୋଉ ଏସବୁ ତାଙ୍କ ବାପା ଏଇଠି ଅଛନ୍ତି। ସେ ସବୁ କଣ କହୁଛନ୍ତି? ସେ କହୁଛନ୍ତି ଯେ ଝିଅ ଦୌଡି ଦେଇଛି, କିନ୍ତୁ ଦୌଡି ସେ ଦେଇନି। ଦୌଡି ଦେଲେ ଆଜ୍ଞା ଏଇ ଜାଗାରେ ଦାଗ ରହିଯିବ, କିନ୍ତୁ ମୋ ଭଉଣୀର ଏଗୁଡା ସବୁ ଖଣ୍ଡିଆ ହେଇଛି, ଏଠି ନଖ ଦାଗ ବସିଛି, ଏଗୁଡା ତ କେବେ ହବନି। ହଁ ମୁଁ ପରଦିନ କଥା ହେଇଛି, କାଲି ମତେ ଫୋନ କରିଥିଲା, ମୁଁ ବ୍ୟସ୍ତ ଥିଲି ତା ସହିତ କଥା ହେଇପାରିନି। କାଲି ମୋ ମାଙ୍କ ସହିତ ବି ସେ ସନ୍ଧ୍ୟା ବେଳେ କଥା ହେଇଛି। ଏବେ ସେ କଣ ଚାହୁଁଛନ୍ତି ଆପଣ? ମୋ ଭଉଣୀକୁ ନ୍ୟାୟ ଦରକାର, ଯିଏ ଦୋଷୀ ତାକୁ ଦଣ୍ଡ ଦିଅ। ସିଏ ତ ମୋ କୋଳ ଶୂନ୍ୟ କରିଦେଲା, ମୋ ଭଉଣୀ ସହିତ ନିରୀହ ଜୀବନ ବି ସେ ଗୋଟେ ନେଇଗଲା। ସବୁ ଆଜ୍ଞା ସେଇ ପରକ୍ରିୟା ପ୍ରୀତି। ପରକ୍ରିୟା ପ୍ରୀତି, ବାହା ଲଭ୍ ମ୍ୟାରେଜ କରିକି ବାହା ହେଇକି ଏବେ କିଛି ଦିନ ହେଲାଣି କୋଉ ଝିଅ ସହିତ ସେ ଗପୁଥିଲା, ଯୋଉଥିରେ କି ତାକୁ ବୁଲେଇ ନେଇଥିଲା। ମୋ ଭଉଣୀ ଯୋଉଟା ଜାଣିଦେଲା, ଆଉ ସବୁଥିରେ ତାକୁ ରୋକିବାକୁ ଚେଷ୍ଟା କରିବାରୁ ଏତେ ସବୁ ହେଇଛି। ସେ ତାକୁ କାଲି ରାତିରେ ବୋଧେ ଫୋନ ଫାନ କରିଛନ୍ତି, ସେ ଯୋଉଟା କି ନାହିଁ କରିଛି। ତା ଶାଶୁ ଶ୍ୱଶୁରଙ୍କୁ ବି କାଲି ରାତିରେ କୋଉଠି ଜଣେଇଛି ଯେ ବାପା ଦେଖ ସେ ଝିଅ ସହିତ ପୁଣି କଥା ହଉଛନ୍ତି, ଇଏ କରୁଛନ୍ତି। ସେଠୁ ତାଙ୍କ ଘରେ କଣ ପାଟିତୁଣ୍ଡ ହେଇଛି ଆମେ ତ ଜାଣିନୁ। ମୋ ଭଉଣୀକି ମାରିକି ଟାଙ୍ଗି ଦେଇକି ମତେ କହୁଛନ୍ତି ଫୋନ କରିକି ତମ ଝିଅ ଆଉ ଦୌଡି ଦେଇଛି ନାହିଁ ବୋଲି। ନିଶ୍ଚିନ୍ତ ମତେ ନ୍ୟାୟ ଦରକାର। ଗୋଟେ ଭଉଣୀ କି ତା ଭଉଣୀ ତ ଝିଅ ଫେରେଇ ପାରିବନି, ମା କୋଳକୁ ଛୁଆ ତ କେବେ ଫେରେଇ ପାରିବନି। ମୋ ଭଉଣୀ କି ନ୍ୟାୟ ଦରକାର। ପିଲାଟେ ବି ଯାଇଛି, ମୁଁ କେତେ ଖୁସି ଥିଲି ମୋ ପିଲା ହବ ବୋଲି। ତାର ସବୁବେଳେ କହିବ ଦିଦି ଲୋ ମୋର ଏଇଟା କରିଦବୁ, ସେଇଟା ଆଣିଦବୁ। ମିଶିକି ମାରିଛନ୍ତି ସମସ୍ତେ, ଦି ଜଣଙ୍କୁ ମାରିଛନ୍ତି। ତମ ନିରୀହ ଜୀବନ ନବାକୁ ଟିକେ ଦୁଃଖ ଲାଗିଲାନି କେମିତି ତମମାନଙ୍କ ହାତ ଗଲା। ଖୋର୍ଦ୍ଧାରୁ ଗୋପାଳକୃଷ୍ଣ ପ୍ରଧାନଙ୍କ ରିପୋର୍ଟ, ପ୍ରତିଦିନ ଟିଭି।